साक्षात् मद्गुरु श्री जगद्गुरु मदात्मा सर्वोत्मा तस्मै श्री गुरवे नमः। ओम कर्पूर गौरं करुणावतारं संसार सारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। ओम धैनितं वयसं रतगिरिवं चारुचन्दावतंसं रत्नकल्पजलाङ्ग परशुमुखवरा वित्यस्तं प्रसन्नं सन्मासनं समन्तात् स्तुतममर्गणे कृतिवासं पिनाकं विश्वादं विश्ववन्दन निखिलवैरं पंचवक्त्रं त्रिनेत्रम्। ମୁଁ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର କର ଉପଗାଁର ଅଧିବାସୀ ଅଟେ। ନା ଆଜି ମହାଶିବରାତ୍ରି ଏବଂ ଜାଗର ଯାତ୍ରା ଏବଂ ଏଠି ରାତି ସାରା ଉଜାଗର ରହି ବହୁ ଭକ୍ତ ଶହ ଭକ୍ତମାନେ ଦୀପ ଜାଳି ବସିଛନ୍ତି। ଯେତେବେଳେ ମହାଦୀପ ଉଠିବ ଅପେକ୍ଷାରେ ରହିଛନ୍ତି, କ'ଣ କହିବେ? ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା ଦେବତା ଦାନବ ମାନଙ୍କ ମଧ୍ୟରେ, ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା ଗୋଟେ ପଟେ ଦେବତା ଥିଲେ ଗୋଟେ ପଟେ ମାନବ ଥିଲେ, ସମୁଦ୍ର ମନ୍ଥନ ହେଇଥିଲା ସେହି ସମୟରେ ବାସୁକୀ ନାଗକୁ ରଜୁ କରାଯାଇଥିଲା, ମନ୍ଦରଗିରି ପର୍ବତକୁ ମେରୁ କରାଯାଇଥିଲା ଏବଂ ଭଗବାନ କୁର୍ମ ରୂପରେ ସେ ମନ୍ଦରଗିରିକୁ ତାକୁ ଧରିକି ରଖିଥିଲେ ଏବଂ ଉପରେ ତାର ଭାରସାମ୍ୟ ରଖିବା ପାଇଁ ଭଗବାନ ଆମର ବ୍ରହ୍ମା ସେ ଥିଲେ। କିନ୍ତୁ ସେ ସ୍ଥାନରେ ଭଗବାନ ଶଙ୍କର ବା ଶିବ ସେ ଉପସ୍ଥିତ ନଥିଲେ। ଯେତେବେଳେ ସମୁଦ୍ର ମନ୍ଥନ ହେଲା ବାସୁକୀଙ୍କର ମାନେ ହଳାହଳ ବିଷ ଯାହା ସିଏ ନିର୍ଗତ ହେଲା, ଏ ବିଷ ଏତେ ମାତ୍ରା ହଳାହଳ ଇଏ ସୃଷ୍ଟିକି ରଖିପାରିବ ନାହିଁ। ଏଭଳି ଏକ ସମସ୍ୟା ସମୟରେ ସମସ୍ତେ ଥରହର ହେଲେ କ'ଣ କରାଯିବ, ଆକୁ କିଏ ଆକୁ ଏକୁ ସମ୍ଭାଳିବ, କିଏ ବିଷକୁ କିଏ ଆମେ ଏ ଜ୍ୱାଳାରୁ କିଏ ଆମକୁ ରକ୍ଷା କରିବ, କେହି ତ ରକ୍ଷା ପାଇବେ। ଏଇ ସେ ଭଗବାନ ଶିବ ଅର୍ଥାତ୍ ମଙ୍ଗଳମୟ, ତାଙ୍କୁ ଏ ଜାଗାକୁ ଆମନ୍ତ୍ରଣ କରାଯାଏ ନାହିଁ। କିନ୍ତୁ ଭଗବାନ ଶିବ ହେଉଛନ୍ତି ଶଙ୍କର ମଙ୍ଗଳମୟ। ସେ କହିଲେ କ'ଣ, ସେ ତ ଭଗବାନ ସବୁ କଥା ଜାଣନ୍ତି। ସେ କହିଲେ ଏ ମୋ ସୃଷ୍ଟିକୁ ମୁଁ କେବେ ନଷ୍ଟ କରିପାରିବି ନାହିଁ। ସେଥିପାଇଁ ଭଗବାନ ଶଙ୍କର କ'ଣ କଲେ, କହିଲେ ଏ ବିଷକୁ ମୁଁ ପାନ କରିବି। ଭଗବାନ ଶଙ୍କର କଲେ, ଭଗବାନ ଶିବ ସିନା ପାନ କଲେ କିନ୍ତୁ ତାଙ୍କର ସେ କଣ୍ଠରେ ରହିଗଲା, ସେ ତାଙ୍କ ଭିତରକୁ ଆଉ ସେ ବିଷକୁ ଛାଡ଼ିବାକୁ ଦେଲେ ନାହିଁ, ଯାହାଫଳରେ କି ତାଙ୍କର ଭଗବାନ ଶଙ୍କରଙ୍କ କଣ୍ଠ ନୀଳବର୍ଣ୍ଣ ହେଇଗଲା। ଏଥିପାଇଁ ଭଗବାନ